ରାତିରେ ଯେତେବେଳେ ଶୋଉଛନ୍ତି ଆପଣ ଶୋଇବା ପୂର୍ବରୁ ଏହି ଜାଗାରେ ଫୋପାଡ଼ି ଦିଅନ୍ତୁ 5ଟି ଗୋଟା ଗୋଲମରିଚ। ଏତେ ପଇସା ଆସିବ ଯେ ଆପଣ ପଇସା ଗଣି ଗଣି ଥକି ପଡ଼ିବେ। ଶନିଦେବ ହେଉଛନ୍ତି ନ୍ୟାୟର ଦେବତା, କର୍ମଫଳର ଦାତା ଅଟନ୍ତି। ବ୍ୟକ୍ତିର କର୍ମ ହିସାବରେ ଫଳ ଦେବାର କାମ ଶନିଦେବଙ୍କର ହୋଇଥାଏ ଏବଂ ବ୍ୟକ୍ତିର କର୍ମ ହିସାବରେ ହିଁ ଫଳ ଦେଇଥାନ୍ତି ଶନିଦେବ। ଭଲ କର୍ମ କରିଥିବା ବ୍ୟକ୍ତିଙ୍କୁ ସୁଖ ଭୋଗିବାକୁ ପଡ଼ିଥାଏ। ଯଦି ଭୁଲ ଭାଲ ହୋଇଯାଏ ତ ଏତେ ଦୁଃଖ ଜୀବନରେ ଆସିଥାଏ ଯେ କଷ୍ଟ ଜୀବନରେ ଆସିବ ହିଁ ଆସିବ ଏବଂ ଧନର କମି ସବୁବେଳେ ଜୀବନରେ କମି ରହିଥାଏ। ଯେ ପର୍ଯ୍ୟନ୍ତ ଶନିଦେବଙ୍କର 7.5 ବ୍ୟକ୍ତିର ସହିତ ରହିଥାଏ, ଶନିଦେବଙ୍କ ପ୍ରଭାବ ପଡ଼ିଥାଏ। ଯଦି ଶନିଦେବଙ୍କର କୌଣସି ବି ମହାଦଶା ବ୍ୟକ୍ତିର କୁଣ୍ଡଳୀରେ ପଡ଼ିଥାଏ ତ ଦେଖନ୍ତୁ ବହୁତ ସାରା ଲୋକଙ୍କୁ ଜଣା ହିଁ ନଥାଏ କି ଶନିଙ୍କର କୌଣସି ମହାଦଶା ଯଦି ଚାଲିଥାଏ ତାଙ୍କ କୁଣ୍ଡଳୀରେ, କିନ୍ତୁ ଆପଣ ବି ଜାଣିପାରିବେ। ଆଉ କିପରି ଜାଣିବେ? ଏବଂ ଆପଣଙ୍କ କୁଣ୍ଡଳୀରେ କିଛି ନା କିଛି ଶନି ଦଶା ଅଛି। ତ ଦେଖନ୍ତୁ ଯଦି ଅଚାନକ ଆପଣଙ୍କ ଘରେ ଟଙ୍କାର କମି ଆସିଥାଏ, ଘରେ ଲଢ଼ାଇ ଝଗଡ଼ା ବହୁତ ହେଉଥାଏ, ଘରେ ସୁଖ ଶାନ୍ତି କମିଥାଏ, ଗୋଟିଏ ଟଙ୍କା ପାଇଁ ଆପଣ ଚିନ୍ତାରେ ଥାଆନ୍ତି, ତ କେଉଁଠି ନା କେଉଁଠି ଶନି ପୀଡ଼ା ଆପଣଙ୍କୁ ପରିଶାନୀ କରୁଅଛି। ଆପଣ କରିବେ କ'ଣ? ଆପଣଙ୍କୁ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ପଡ଼ିବ। କିପରି କରିବେ ଶନିଦେବଙ୍କୁ ପ୍ରସନ୍ନ? କଳା ଗୋଲମରିଚ। ହଁ ଦର୍ଶକ ବନ୍ଧୁ, ଆପଣ କ'ଣ କରିବାକୁ ପଡ଼ିବ ନା ଗୋଟିଏ କଳା ରଙ୍ଗର କପଡ଼ା ନେବେ ଏବଂ ସେହି କପଡ଼ା ଭିତରେ କଳା ଗୋଲମରିଚକୁ ରଖିବେ। କେତୋଟି ଗୋଲମରିଚ ରଖିବେ ନା 5ଟି, 7ଟି କିମ୍ବା 11ଟି ରଖିଦେବେ ଏବଂ 1 ଟଙ୍କିଆ କଏନ୍ ବି ଆପଣ ସେହି କପଡ଼ାରେ ରଖିବେ। ଏହାକୁ ଗୋଟିଏ ଛୋଟିଆ ପୋଟଳିଟିଏ ବନେଇଦେବେ। ଶନିଦେବଙ୍କ ମନ୍ଦିରକୁ ଯାଆନ୍ତୁ। ସେହି ମନ୍ଦିର ବାହାରେ ଯେଉଁ ଭିକ୍ଷୁକ ବ୍ୟକ୍ତି ବସିଥାନ୍ତି ତାଙ୍କ ଭିତରୁ ଜଣକୁ ଏହି ପୁଟୁଳିଟିକୁ ପୁରା ଦେଇ ଦିଅନ୍ତୁ ଏବଂ ଶନିଦେବଙ୍କୁ ଧ୍ୟାନ କରିବେ ଏବଂ ଆପଣଙ୍କ ଘରକୁ ଫେରି ଆପଣଙ୍କର ଯାହା ବି ସମସ୍ୟା ଅଛି ସେହି ସମସ୍ୟାକୁ ଧ୍ୟାନ କରନ୍ତୁ। ବାସ୍ ଏତିକି ହିଁ କରିବାକୁ ପଡ଼ିବ। ଗୋଲମରିଚର ଏମିତି ଚମତ୍କାର ଉପାୟ ଅଛି। ଯଦି ଆପଣ ପୁରା ବିଶ୍ୱାସର ସହ ଉପାୟକୁ କରିଦିଅନ୍ତି ତ ଆପଣଙ୍କୁ ବିଶ୍ୱାସ ବି ହେବ ନାହିଁ। ଆପଣଙ୍କୁ କେବେ ବି ବିଶ୍ୱାସ ହେବ ନାହିଁ କି ଆଜି ଆପଣ ଯେଉଁ ଉପାୟକୁ କରିଲେ ଆପଣଙ୍କ ଜୀବନରେ ସବୁ ଯାହା ହରାଇ ଦେଇଛନ୍ତି, ଆପଣଙ୍କୁ ଲାଗୁଛି କି ଯାହା ଆପଣଙ୍କ ପାଇଁ କୌଣସି ଆଉ ରାସ୍ତା ବଞ୍ଚିକି ନାହିଁ, ତ ଏହି ଉପାୟ କିପରି ଆପଣଙ୍କ ଜୀବନର ସବୁ ଦୁଃଖକୁ ଦୂର କରିବ। ତ ଆପଣ ଭଗବାନ ଶନିଦେବଙ୍କ ଉପରେ ବିଶ୍ୱାସ ଭରସା କରି ଏହି ଉପାୟକୁ ଥରେ କରିକି ହିଁ ଦେଖନ୍ତୁ। ଏହାର ଚମତ୍କାର ଆପଣଙ୍କ ଜୀବନରେ କିପରି ବଦଳାଇ ଦେବ। ବାସ୍ ପୁରା ସଚ୍ଚା ଆଉ ଶ୍ରଦ୍ଧାର ସହ ଉପାୟଟିକୁ କରିଦିଅନ୍ତୁ। ଏହାପରେ ଦେଖିବେ ଏ ବର୍ଷଟି ହେଉଛି ଶନିଦେବଙ୍କର ବର୍ଷ। ଆଉ ଏହି ବର୍ଷରେ ଶନିଦେବଙ୍କୁ ଯଦି ଆପଣ ପ୍ରସନ୍ନ କରାଇ ଦେଉଛନ୍ତି ତ ବ୍ୟକ୍ତିର ଭାଗ୍ୟ ଏପରି ଚମକିବ କି ଆସୁଥିବା 7 ପିଢ଼ି ବି ଖୁସିରେ ଭରିଯିବ। ଆପଣଙ୍କ ଘରର ଏହି ଜାଗାରେ ବାସ୍ ଫୋପାଡ଼ି ଦିଅନ୍ତୁ 5ଟି ଗୋଲମରିଚ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ନା ସିର୍ଫ ଆପଣଙ୍କ ଜୀବନରେ ହେବ ଧନର ବର୍ଷା, ବରଂ ଆପଣ ବନିଯିବେ ଲକ୍ଷପତି। ଖୁସିରେ ଭରିଯିବ ଆପଣଙ୍କ ଜୀବନ। ଆପଣଙ୍କର ପ୍ରତ୍ୟେକ ମନସ୍କାମନା ହୋଇଯିବ ପୁରା। ଅଚାନକ ବଢ଼ିବାକୁ ଲାଗିବ ବ୍ୟାଙ୍କ ବାଲାନ୍ସ, କ୍ୟାରିୟର, କାରବାରରେ ଦିନ ରାତି କମାଇବେ। ଏତେ ପଇସା ଯେ ସମ୍ଭାଳି ପାରିବେ ନାହିଁ। ଶନିଦେବଙ୍କ କୃପାରୁ ବହୁତ ସାରା ଶୁଭ ସଂଯୋଗ ନିର୍ମାଣ ହେଉଅଛି, ଯାହାକି ଏତେ ବର୍ଷ ପରେ ଏହି ବର୍ଷ ଏହି ଶୁଭ ସଂଯୋଗ ଆସିଅଛି। ଏଥିପାଇଁ ଏହି ଦିନର ବହୁତ ବଡ଼ ମହତ୍ତ୍ୱ ଅଛି। ଆଉ ଏହି ଦିନ ଯଦି ଆପଣ 5ଟି ଗୋଲମରିଚର ଉପାୟ କରିଦିଅନ୍ତି, ଯାହାକି ଆମ ଗ୍ରନ୍ଥରେ ଉଲ୍ଲେଖ ଅଛି, ଆଉ ଏହି ଉପାୟକୁ ଆପଣ କିପରି କରିବେ, କେବେ କରିବେ, କେଉଁଠାରେ କରିବେ ଏବଂ ଏହି ଉପାୟକୁ କରିବା ସମୟରେ ଆପଣଙ୍କୁ କେଉଁ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ଏସବୁ ତଥ୍ୟ ଆମେ ଆପଣଙ୍କୁ ଏହି ଭିଡ଼ିଓରେ ଜଣାଇବୁ। ତ ଚାଲନ୍ତୁ ଦର୍ଶକ ବନ୍ଧୁ ଉପାୟଟିକୁ ଜାଣିବା। ଏହି 5ଟି ଗୋଲମରିଚ ଉପାୟକୁ ଆପଣ ପ୍ରତ୍ୟେକ ମନସ୍କାମନାର ପୂର୍ଣ୍ଣ କରିବା ପାଇଁ କରାଯାଏ। ଆପଣଙ୍କ ଜୀବନର ଦୁଃଖ ଓ ପ୍ରତ୍ୟେକ ସମସ୍ୟାକୁ ଆପଣଙ୍କ ଠାରୁ ଦୂର କରିବା ପାଇଁ କରାଯାଏ। କିମ୍ବା ଆପଣଙ୍କର କୌଣସି ବଡ଼ କାମ ଥାଏ ଯାହାକୁ ଆପଣ ଯେତେ ଚେଷ୍ଟା କଲା ପରେ ବି ହୋଇପାରୁନାହିଁ, ତ ଆପଣ ସେଥିପାଇଁ ଏହି ଉପାୟକୁ ନିହାତି କରିବାକୁ ଯଦି ଚାହୁଁଛନ୍ତି ତ ସିଧା ସିଧା ଏଇଆ କି ଆପଣ ଆପଣଙ୍କର କୌଣସି ବି ମନସ୍କାମନା ପୂରଣ ପାଇଁ ଏହି ଉପାୟକୁ କରିପାରିବେ। ତ ଏହି ଉପାୟକୁ ସେହି ବ୍ୟକ୍ତି କରିପାରିବେ ଯେଉଁ ବ୍ୟକ୍ତିଙ୍କର ନିଜର କୌଣସି ପ୍ରକାର ମନସ୍କାମନାକୁ ପ୍ରତ୍ୟେକ ଘରର ମହିଳାମାନେ କରିପାରିବେ, ଯାହାକି ଆପଣଙ୍କ ଘରର ସୁଖ ସମୃଦ୍ଧି ପାଇଁ, ଘରେ ଧନ ସମ୍ପତ୍ତିକୁ ଆଣିବା ପାଇଁ ଏହି ଉପାୟକୁ ଜରୁର ମହିଳାମାନେ ଅବଶ୍ୟ କରନ୍ତୁ। ଏହି ଉପାୟକୁ ଆପଣ ସନ୍ଧ୍ୟା ସମୟରେ ହିଁ କରିବା ଉଚିତ। ପ୍ରଦୋଷ କାଳରେ କରିବେ। ଆଉ ଏହି ପ୍ରଦୋଷ କାଳର ସମୟ ହେଉଛି ସନ୍ଧ୍ୟା ସମୟ
ସନ୍ଧ୍ୟା 5 ରୁ 6ଟା। ଏହି ସମୟ ହେଉଛି ପ୍ରଦୋଷ କାଳର ସମୟ। ଆଉ ଏହି ଉପାୟକୁ କରିବା ପାଇଁ ସବୁଠୁ ଉତ୍ତମ ସମୟ ହେଉଛି ପ୍ରଦୋଷ କାଳ। ଯଦି ବି ଆପଣ ପ୍ରଦୋଷ କାଳରେ ଏହି ଉପାୟକୁ କରିପାରୁନାହାନ୍ତି, ତେବେ ଆପଣ ସନ୍ଧ୍ୟା 7ଟାରୁ 8ଟା ସମୟରେ ବି ଏହି ଉପାୟକୁ କରିପାରିବେ। ଆପଣ ଯଦି ଆମର ଏହି ଚ୍ୟାନେଲରେ ନୂଆ ଅଛନ୍ତି, ତେବେ ଦୟାକରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଅନ୍ୟମାନଙ୍କ ଘର ବି ଉଜ୍ଜଳ ହେବ। ଆଉ ଯେଉଁ ବ୍ୟକ୍ତି ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିଥାନ୍ତି, ମାତା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ସେହି ବ୍ୟକ୍ତିଙ୍କ ଘରେ ମାତା ଲକ୍ଷ୍ମୀ ଅପାର ଧନ ବର୍ଷା କରିଥାନ୍ତି। ଉପାୟଟି ହେଉଛି, ଆପଣ 5ଟି ଗୋଲମରିଚକୁ ନେବେ ଏବଂ ଆପଣ ରାତିରେ ଶୋଇବା ପୂର୍ବରୁ ଚୁପଚାପ ଏହି ଜାଗାରେ ଫୋପାଡ଼ି ଦେବେ। ଦେଖିବେ ଆପଣଙ୍କର ଯେତେ ବଡ଼ ଶତ୍ରୁ ବି ଆପଣଙ୍କର ରାସ୍ତା ଆଉ ରୋକିପାରିବ ନାହିଁ। ବଡ଼ରୁ ବଡ଼ ଶତ୍ରୁଠାରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଏଥିପାଇଁ ଆପଣ 5ଟି ଗୋଲମରିଚକୁ ନେବେ। ଧ୍ୟାନ ଦେବେ ସେହି 5ଟି ଗୋଲମରିଚ ଯେପରି ଭଙ୍ଗା କିମ୍ବା ଛିଣ୍ଡା ହୋଇନଥିବ। ଏହା ସହ ଗୋଟିଏ କର୍ପୂର ଖଣ୍ଡ ନେବେ। ଏହି 2ଟି ସାମଗ୍ରୀକୁ ଆପଣଙ୍କ ଘରର କୌଣସି ବି ଗୋଟିଏ ରୁମ୍‌ର ଗୋଟିଏ କୋଣରେ ରଖି 5ଟି ଗୋଲମରିଚ ଓ କର୍ପୂରକୁ ଜଳାଇ ଦିଅନ୍ତୁ। ଏହାପରେ ଜଳି ଯାଇଥିବା 5ଟି ଗୋଲମରିଚ ଓ କର୍ପୂର ଅଙ୍ଗାରକୁ ଆପଣ ବାହାରେ ଫୋପାଡ଼ି ଦେବେ। ଦେଖନ୍ତୁ ଦର୍ଶକ ବନ୍ଧୁ, ଯେବେ ବି ଆପଣ 5ଟି ଗୋଲମରିଚ ଦାନା କର୍ପୂର ସହିତ ଜଳାଇବେ, ତ ଆପଣଙ୍କ ଜୀବନର ନଜର ଦୋଷ ପୁରା ଉତୁରି ଯିବ। ଏପରି ଆପଣଙ୍କ ଜୀବନରେ ଚମତ୍କାର ଘଟିବ। ଆପଣ ନିଜେ ଦେଖିବେ ଆପଣଙ୍କ ଘରେ ହିଁ ଅଚାନକ ଦୁଃଖ ଆସୁଥିଲା। ଯେଉଁ ଧନକୁ ନେଇ ଆପଣ ଚିନ୍ତାରେ ରହୁଥିଲେ, ଆପଣଙ୍କ ଘରକୁ ପଇସା ଆସୁନଥିଲା, ଆପଣଙ୍କ ଘରେ ବେମାରୀରେ ପଡୁଥିଲେ କିମ୍ବା କୌଣସି ବ୍ୟକ୍ତି ଆପଣଙ୍କ ଘରେ ଅଛନ୍ତି ସବୁବେଳେ ବେମାରରେ ପଡ଼ି ରହୁଛନ୍ତି। ଚିଡ଼ିଚିଡ଼ା ସ୍ୱଭାବ ଦେଖାଉଛନ୍ତି। ସବୁବେଳେ କଳି ଝଗଡ଼ା ଆପଣଙ୍କ ଘରେ ଲାଗି ରହୁଛି। ଆପଣଙ୍କର ଗୁପ୍ତ ଶତ୍ରୁ ଆପଣଙ୍କର କିଛି ବି ବିଗାଡ଼ି ପାରିବ ନାହିଁ। ଯେବେ କର୍ପୂର ସହିତ ଆପଣ ଗୋଲମରିଚ 4ରୁ 5ଟି ଦାନାକୁ ଆପଣ ଆପଣଙ୍କ ଘରେ ଜଳାଇ ଦିଅନ୍ତି, ତ ଦେଖନ୍ତୁ ଗୋଲମରିଚ ଦାନା ଭଗବାନ ଶନିଦେବଙ୍କ ସହିତ ଜଡ଼ିତ ଥାଏ। କଳା ରଙ୍ଗର ଯେତେ ବି ବସ୍ତୁ ଏହା ଶନିଦେବଙ୍କ ସହ ଜଡ଼ିତ ଥାଏ। ଗୋଲମରିଚର ଯେତେ ବି ଉପାୟ ଆପଣ କରିଥାନ୍ତି, ତ ସେ ତାର ଶକ୍ତି ଦେଖାଇଥାଏ। ଜଲ୍ଦି ଉପାୟ ସଫଳ ହୋଇଥାଏ। ଆପଣଙ୍କ ଘରେ କେବେ ବି ନକାରାତ୍ମକ ଊର୍ଜାର ବାସ ହୋଇପାରେ ନାହିଁ। ଏବେ ଆସନ୍ତୁ ଅନ୍ୟ ଏକ ଉପାୟଟି ଜାଣିବା। ଉପାୟଟି ହେଉଛି 5ଟି ଗୋଲମରିଚ ନେବେ। ଯେଉଁ ବ୍ୟକ୍ତି ଅଧିକ ଟଙ୍କା ପାଇଁ ଚିନ୍ତାରେ ଥାନ୍ତି, ଯେଉଁ ବ୍ୟକ୍ତିଙ୍କ ପାଇଁ ପଇସା କୌଣସି ଦିଗରୁ ହିଁ ଆସୁନଥାଏ ଏବଂ ଯେଉଁ ବ୍ୟକ୍ତି ବେମାରରେ ପୀଡ଼ିତ ଥାନ୍ତି, ସେହି ବ୍ୟକ୍ତିଙ୍କ ମୁଣ୍ଡ ଉପରେ 5ଟି ଗୋଲମରିଚକୁ ନେଇ ତାଙ୍କ ମୁଣ୍ଡ ଉପରେ ଓଲଟା ଭାବରେ ବୁଲାଇ ଦିଅନ୍ତୁ। ଏହାପରେ ଆପଣଙ୍କର ଅଗଣାରେ ଥିବା ଚଉରା ପାଖକୁ ଯିବେ ଏବଂ ଆପଣଙ୍କ ଚଉରାର 4ଟି ଦିଗରେ ଗୋଟିଏ ଗୋଟିଏ କରି 4ଟି ଗୋଲମରିଚକୁ 4ଟି ଦିଗରେ ଫୋପାଡ଼ି ଦେବେ ଏବଂ ଲାଷ୍ଟକୁ ଯେଉଁ 5 ନମ୍ବରଟି ଗୋଲମରିଚ ବଞ୍ଚିବ, ଆପଣ ସିଧା ଆକାଶକୁ ଅନାଇବେ। ଆପଣଙ୍କର ମୁଣ୍ଡ ଉପରେ ସେହି 5 ନମ୍ବର ଗୋଲମରିଚକୁ ଫୋପାଡ଼ି ଦିଅନ୍ତୁ ଏବଂ ସିଧା ସିଧା ଆପଣଙ୍କ ଘରକୁ ଏକମୁହାଁ ହୋଇ ପଳେଇ ଆସନ୍ତୁ। ଆପଣ ଚେଷ୍ଟା କରନ୍ତୁ, ଯେବେ ବି ଏହି ଉପାୟକୁ କରୁଛନ୍ତି, ତ ସନ୍ଧ୍ୟା ସମୟରେ ହିଁ କରନ୍ତୁ। ଆଉ ଏହି ଉପାୟକୁ ଆପଣ କାହାକୁ ନ ଜଣେଇ ଏହି ଉପାୟକୁ କରନ୍ତୁ। କାହିଁକି ନା ଏହି ଉପାୟକୁ କାହାକୁ ବି କିଛି କୁହାଯାଏ ନାହିଁ। ନାହିଁ ତ ଏହି ଉପାୟ କିଛି ବି କାମ କରିବ ନାହିଁ। ଆପଣ ଚାହିଁଲେ ଆପଣଙ୍କ ଘରର ଅନ୍ୟ ବ୍ୟକ୍ତିଙ୍କୁ ଏହି ଉପାୟ ବିଷୟରେ ଜଣାଇ ପାରିବେ, କିନ୍ତୁ ବାହାର ବ୍ୟକ୍ତିଙ୍କୁ ଆଦୌ ଏହି ଉପାୟ ବିଷୟରେ ଜଣାନ୍ତୁ ନାହିଁ କି ବାହାର ଲୋକଙ୍କ ସାମ୍ନାରେ ଏହି ଉପାୟକୁ ଆପଣମାନେ ଆଦୌ କରନ୍ତୁ ନାହିଁ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟି ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲରେ ଏପର୍ଯ୍ୟନ୍ତ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ, ଯାହାଫଳରେ ଅନ୍ୟମାନେ ମଧ୍ୟ ଏହି ଉପାୟଗୁଡ଼ିକୁ କରି ତାଙ୍କ ଜୀବନରେ ଲାଭ ଉଠାଇ ପାରିବେ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ତ ଆଜି ପାଇଁ ରହୁଛି। ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ।